हे फ्रेंड्स ଆପଣମାନଙ୍କୁ ସୀମା ମା ଡେଲିସିୟସ୍ ଡିଶେସ୍ ଚ୍ୟାନେଲରେ ମୁଁ ସ୍ୱାଗତ କରୁଛି। ମୁଁ ସୀମା। ଆସନ୍ତୁ ଆଜି ଆମେ ସୁଜିକି ନ ଭାଜି ଉପମା କରିବା। ପ୍ରଥମେ କଢ଼େଇ ବସି ତେଲ ଗରମ କରିବା। ତେଲ ଗରମ ହୋଇଗଲେ ସେଥିରେ ସୋରିଷ, ବିରି ଡାଲି, ବୁଟ ଡାଲି ପକାଇବା। ତାପରେ କାଟିଥିବା ପିଆଜ, କଞ୍ଚାଲଙ୍କା, ଭୃଷଙ୍ଗ ପତ୍ର ପକାଇ ଭାଜିବା। ଏଠି ବିଭିନ୍ନ ପ୍ରକାର ଆମେ ପରିବା ନେଇଛେ। ଫୁଲକୋବି, ବିନ୍ସ, ଗାଜର, ମଟର ଛୁଇଁ ପକାଇ ଭଲ ଭାବରେ ଭାଜିବା। ପରିବାଟି ଭାଜି ହୋଇଗଲା ପରେ ସେଥିରେ ମୁଁ ଗୋଟେ ଗିନା ସୁଜିରେ 2 ଗିନା ପାଣି ନେଇଛି। ଏଠି ମୁଁ 2 ଗିନା ପାଣି ଦେଲି। ଆବଶ୍ୟକ ଅନୁସାରେ ହଳଦୀ ଓ ଲୁଣ ପକାଇବା। ପାଣିଟି ଫୁଟିଗଲା ପରେ ସେଥିରେ ଆମେ ସୁଜିକି ପକାଇବା। ଭଲ ଭାବରେ ସୁଜିକି ମିଶାଇ ଦେବା। ଆମେ 1 ମିନିଟ୍ ପାଇଁ ପୁଣି ଥରେ ଘୋଡ଼େଇ ଦେବା। ତାପରେ ଘୋଡ଼ଣିକି କାଢ଼ି ସେଥିରେ ଆମେ କାଟିଥିବା ଟମାଟୋ ଓ ଧନିଆ ପତ୍ରକୁ ପକାଇବା। କିଛି ସମୟ ଆମେ ତାକୁ ଘୋଡ଼େଇ ଦେବା। ଏବେ ଆମର ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ୍ ଉପମା। ତାପରେ ଶୀତ ଦିନରେ ଆମକୁ ମଧ୍ୟ ବିଭିନ୍ନ ପ୍ରକାରର ପରିବା ମିଳେ। ସେଥିପାଇଁ ଆମକୁ ସୁଜି ଉପମା କରି ଖାଇବାକୁ ମଧ୍ୟ ଭଲ ଲାଗେ। ଆପଣମାନେ ମଧ୍ୟ ଉପମା କରି ଖାଆନ୍ତୁ। ଏହି ରେସିପିଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଆପଣ ନିଶ୍ଚୟ ମୋତେ କମେଣ୍ଟ ବକ୍ସରେ ଜଣେଇବେ। ଦେଖନ୍ତୁ ପରିବା ଗୁଡ଼ିକ କେମିତି ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି, ଆଖିକି ମଧ୍ୟ ସୁନ୍ଦର ଦେଖାଯାଉଛି। ଆମେ ୟାକୁ ପ୍ଲେଟ୍ରେ ସର୍ଭ କରିବା। ଏବେ ଆମେ ଟେଷ୍ଟ କରି କହିବା ଏହା କିପରି ଲାଗୁଛି। ଆପଣମାନଙ୍କୁ ଯଦି ଭଲ ଲାଗିଥିବ ଆପଣମାନେ ନିଶ୍ଚୟ କମେଣ୍ଟ ବକ୍ସରେ ଜଣେଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।